महाप्रभु श्री जगन्नाथଙ୍କ छपन भोगରୁ ଆଜି ଆଉ ଗୋଟେ ଭୋଗର ରେସିପି ସେୟାର କରିବି ଯାହା ନାଁ ହେଉଛି ବେସର। ଭାରି ବଢ଼ିଆ ଲାଗିଥାଏ ଘିଅ ଅନ୍ନ ମିଠା ଡାଲି ସାଙ୍ଗରେ ଖାଇବା ପାଇଁ। ପୁରୀ ମନ୍ଦିରରେ କାଠ ଚୁଲାରେ ହାଣ୍ଡି ଉପରେ ହାଣ୍ଡି ଥୋଇ ଭାରି ନିଆରା ପ୍ରଣାଳୀରେ ଏକୁ ବନାଯାଇଥାଏ, ସେଥିପାଇଁ ଏତେ ସ୍ୱାଦିଷ୍ଟ ଲାଗିଥାଏ। ଘରେ ତ ସେଇଭଳି ଉପାୟରେ ବନେଇବା ସମ୍ଭବ ନୁହେଁ, ତଥାପି ଆମେ କେଉଁଭଳି ବନେଇବା ଯାହାଦ୍ୱାରା ସ୍ୱାଦ ପୁରା ଆସିବ ମନ୍ଦିର ଭଳି, ଖାଇବାକୁ ଭାରି ବଢ଼ିଆ ଲାଗିବ। ଆଜି ଆପଣମାନଙ୍କ ସହିତ ସେ ସବୁ ସେୟାର କରିବି। ଆଶା କରୁଛି ଆପଣମାନଙ୍କୁ ପସନ୍ଦ ଆସିବ। ତେବେ ଶେଷ ଯାଏଁ ଦେଖିବେ ମୋର ଗୋଟେ ଛୋଟିଆ ଅନୁରୋଧ। ଚାଲନ୍ତୁ ଡେରି ନ କରି ରେସିପି ଆରମ୍ଭ କରିବା। ମହାପ୍ରଭୁଙ୍କ ପ୍ରସାଦରେ ସବୁ ପରିବା ବ୍ୟବହାର ହେଇନଥାଏ, ତେବେ ବେସର ପାଇଁ ଯେଉଁ ପରିବା ଦରକାର ଏଇଠି ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ଏଇଠି କିଛି ପୋଟଳ ନେଇଛି, ଉପର ସ୍କିନ୍ ଚୋପାଟାକୁ କାଢ଼ିକିନା କାଟି ନେଇଛି ଏଭଳି। ତାପରେ କିଛି ଦେଶୀ ଆଳୁ ନେଇଛି ବା ମାଟି ଆଳୁ ଏଇଠି ନେଇଯାଇଛି ଅଳ୍ପ। ତାପରେ କଖାରୁ ନେଇଛି ଏଇଠି, ଆଉ କଖାରୁ ଚୋପାକୁ ଛଡ଼େଇନି, ସେଇଭଳି ଭାବରେ ଏଇଭଳିଆ ଛୋଟ ପିସେସ୍ କରିକିନା କାଟି ନେଇଛି। ସବୁ ସମାନ ଭାବରେ ପରିବା କାଟିବେ, ଏକା ସାଙ୍ଗରେ ଭଲକି ସିଝି ପାରିବ। ତାପରେ ଏଇଠି କିଛି କଞ୍ଚା କଦଳୀ ନେଇଛି, ଚୋପା ଛଡ଼େଇକି କାଟିକି ହଳଦୀ ପାଣିରେ ବୁଡ଼େଇ ନେଇଛି ଯାହାଦ୍ୱାରା କଳା ପଡ଼ିବନି। ଆଉ ଏଇଠି କିଛି ନେଇଯାଇଛି କନ୍ଦମୂଳ, ଆଉ ଅଳ୍ପ ଟିକେ ଏଇଠି କାଙ୍କଡ଼ କାଟିକିନା ନେଇଯାଇଛି, ଆଉ ତା ସହିତ ଏଇଠି ନେଇଯାଇଛି ଝୁଡ଼ଙ୍ଗ। ତାହେଲେ ଏସବୁ ପରିବା ବ୍ୟବହାର ହେଇକିନା ବେସର ପ୍ରସ୍ତୁତ କରାଯାଇଥାଏ। ଏବେ ତ ମୂଳା ମିଳୁନି, ମୂଳା ସିଜନ୍ ଟାଇମ୍ରେ ଅଳ୍ପ ଟିକେ ମୂଳା ମଧ୍ୟ ୟାଦେହରେ ପକାଇ ପାରିବେ ଆପଣ। ତା ଛଡ଼ା ଏଇଠି ମୁଠିଏ ହେବ ବୁଟ ଚଣାକୁ 5ରୁ 6 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜେଇକିନା ରଖି ନେଇଥିଲି, ବଢ଼ିଆ ଭାବରେ ଏବେ ଭିଜି ଯାଇଛି। ଆଉ ଏବେ ଏଇଠି ବ୍ୟବହାର କରିବା। ଆଉ ତା ସହିତ ଏଇଠି ମୁଁ ଫାଳେ ନଡ଼ିଆକୁ କୋରିକିନା ନେଇଯାଇଛି। ବେସରରେ ନଡ଼ିଆ ତ ନିହାତି ପକାଇବେ, ବହୁତ ବଢ଼ିଆ ଟେଷ୍ଟ ଆସିଥାଏ। ଚାଲନ୍ତୁ ଏବେ ଦେଖିନେବା ବେସର ମସଲା ପାଇଁ କ'ଣ ସବୁ ବ୍ୟବହାର ହୁଏ। ଏଠି 1/2 ଇଞ୍ଚର ଅଦା ନେଇଛି, ଛୋଟ ଛୋଟ ପିସେସ୍ କରି କାଟିକି ନେଇଯାଇଛି। ଏଠି ଗୋଟେ ବଡ଼ ଚାମଚ ମୁଁ ଜିରା ନେଇଯାଇଛି। ଏଠି ଗୋଟେ ବଡ଼ ଚାମଚ ମୁଁ କଳା ସୋରିଷ ନେଇଯାଇଛି। ହଳଦିଆ ବା ଧଳା ସୋରିଷ ଯାହାକୁ ଆପଣ କହୁଛନ୍ତି, ସେଇଟା ଠାକୁରଙ୍କ ପ୍ରସାଦରେ ବ୍ୟବହାର ହୁଏନି, ନେବେନି ସେଇଟା। କଳା ସୋରିଷ କେବଳ ବ୍ୟବହାର ହୁଏ। ଆଉ ତା ସହିତ ଏଇଠି ପାନ ମଧୁରୀ ନେଇଯାଇଛି ଗୋଟେ ବଡ଼ ଚାମଚ। ଆଉ ଏଠି ଗୋଲମରିଚ ନେଇଯାଇଛି ମୁଁ ଗୋଟେ ବଡ଼ ଚାମଚ। ଗୋଲମରିଚ ହିଁ ବ୍ୟବହାର ହୁଏ ଯାହା ବି ରାଗ ଯାହା ବି ହେବ। ଲଙ୍କାର ବ୍ୟବହାର ହୁଏନି, କଞ୍ଚା ଲଙ୍କା ଶୁଖିଲା ଲଙ୍କା କିଛି ଲଙ୍କାର ବି ବ୍ୟବହାର ହୁଏନି, ସେଟା ବିଲକୁଲ ନେବେନି। ଏବେ ଚାଲନ୍ତୁ ବେସର ମସଲାଟି ପ୍ରସ୍ତୁତ କରିନେବା। ଏହି ମସଲାଟିକୁ ପ୍ରସ୍ତୁତ କରିବା ପାଇଁକିନା ମୁଁ ଏଠି ଗ୍ରାଇଣ୍ଡିଂ ଜାର୍ର ବ୍ୟବହାର କରିଛି, କିନ୍ତୁ ମନ୍ଦିରରେ ଗ୍ରାଇଣ୍ଡର ବ୍ୟବହାର ହିଁ ହେଇନଥାଏ। ଶିଳରେ କିମ୍ବା କୁଟଣା ବ୍ୟବହାର କରିକି ବନାଯାଇଥାଏ। ଯେହେତୁ ଘରେ ବନାଉଛନ୍ତି ତ ଆପଣ ଏମିତି ବନେଇ ପାରିବେ। ତ ଅଳ୍ପ ଟିକେ ଏଠି ମୁଁ ପାଣି ଦେଇଦେଉଛି ବାଟିବା ପାଇଁକିନା। ଦେଖନ୍ତୁ ଏଠି ବାଟିକିନା ନେଇ ଆସିଛି, ପୁରା ଚିକଣ ହେଇନି, ଟିକେ ଖଦଡ଼ା ଖଦଡ଼ା ମଧ୍ୟ ରହିଛି। ଚାଲନ୍ତୁ ଏବେ ବନେଇବା। ଆଜିର ବେସର ବନେଇବା ପାଇଁ ମୁଁ ଗୋଟେ ମାଟି ହାଣ୍ଡି ନେଇଛି, ଆଉ ସେଇଥିରେ ବନେଇବି। ଆପଣଙ୍କ ପାଖରେ ଯଦି ମାଟିର ବାସନ ନାହିଁ କିମ୍ବା ଏମିତିଆ ହାଣ୍ଡି ନାହିଁ, ତାହେଲେ ବ୍ୟସ୍ତ ହେବାର ନାହିଁ। ଯେକୌଣସି ଆପଣ ସିଲଭର ହାଣ୍ଡି କିମ୍ବା କଢ଼େଇ ଯେଉଁଥିରେ କି ଆପଣ ବନେଇକି ଖାଉଛନ୍ତି, ସେଇଥିରେ ହିଁ ଆପଣ ବନେଇ ପାରିବେ। ଏବେ ସେ ହାଣ୍ଡିରେ ଦେଇଦେବି ମୁଁ କାଟିକି ରଖିଥିବା ପରିବା ସବୁ। ତାପରେ ଏଥିରେ ଦେଇଦେବି ଭିଜା ବୁଟକୁ। ତାପରେ ଏଥିରେ ଦେଇଦେବି କୋରା ନଡ଼ିଆ, ସବୁ ଦେବେନି, ଅଳ୍ପ ହିଁ ଦେବେ। ଆଉ ଏବେ ଏଥିରେ ଦେଇଦେବି ଯେଉଁ ବେସର ବାଟିକି ରଖିଥିଲି ତାକୁ। ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବି, ହଳଦୀ ଗୁଣ୍ଡ ଟିକେ କଲର୍ ପାଇଁକିନା ପକାଇ ନେବି। ଆଉ ଏଥିରେ ଦେଇଦେବି ଅଳ୍ପ ଟିକେ ହେଙ୍ଗୁ। ହେଙ୍ଗୁର ବାସ୍ନାଟା ବେସରରେ ବହୁତ ବଢ଼ିଆ ଆସିଥାଏ, ତ ଅଳ୍ପ ଟିକେ ହେଙ୍ଗୁ ନିହାତି ପକାଇବେ। ତାପରେ ଏଥିରେ ଦେଇଦେବି ଗୋଟେ ଛୋଟ ଚାମଚ ଗୁଡ଼। ଗୁଡ଼ ପକାଇବା ଦ୍ୱାରା ମିଠା ହୁଏନି, କିନ୍ତୁ ଗୋଟେ ଟେଷ୍ଟର ବାଲାନ୍ସ ହେଇକି ରୁହେ, ବହୁତ ବଢ଼ିଆ ଟେଷ୍ଟ ଆସିଥାଏ। ସବୁ ଜିନିଷ ଦେଇସାରିଲା ପରେ ଏବେ ଏକୁ ଗୋଳେଇ ନେବା। ଆଉ ଗୋଳେଇବା ପାଇଁ ଆପଣ ବିଲକୁଲ ବି କୌଣସି ଚାମଚ କିମ୍ବା ଚଟୁ ବ୍ୟବହାର କରିବେନି, କାରଣ ମହାପ୍ରସାଦରେ ଏସବୁର ବ୍ୟବହାର ହେଇନଥାଏ। ତ ଏକୁ ଉପର ତଳ କରିକିନା ଆପଣ ମିକ୍ସ କରିବେ। ଏଇଭଳି ମୁଁ ଯେମିତି କଲି ସେଇଭଳିଆ କରିସାରିଲା ପରେ ଏବେ ଏଥିରେ ଦେଇଦେବି ଗୋଟେ ଗ୍ଲାସ୍ ପାଣି, ବଡ଼ ଗ୍ଲାସ୍ରେ ଗୋଟେ ଗ୍ଲାସ୍ ପାଣି ଏଠି ଦେଇଦେଉଛି। ଆଉ ଦେଇକିନା ପୁଣି ଥରେ ଏମିତି ଉପର ତଳ କରିକିନା ମିକ୍ସ କରିବି। ଯେତେବେଳେ ବି ଆପଣ ମିକ୍ସ କରିବେ ଏଇଭଳିଆ ଉପର ତଳ କରିକି ମିକ୍ସ କରିପାରିବେ। ଆଉ ଏଠି ମୁଁ ସବୁ ତକ ଗୋଳେଇ ସାରିଲା ପରେ, କଞ୍ଚା ହିଁ ସବୁ ଗୋଳେଇ ସାରିଲା ପରେ ଏବେ ଏକୁ ନେଇକିନା ଗ୍ୟାସ୍ରେ ବସାଇଦେବି। ଆଉ ଗ୍ୟାସ୍ରେ ବସାଇକିନା କଭର୍ କରିକିନା ଏକୁ ଲୋ ଫ୍ଲେମ୍ରେ ଛାଡ଼ିଦେବି 5ରୁ 10 ମିନିଟ୍ ପର୍ଯ୍ୟନ୍ତ। लो फ्लेम रे माटी हांडी धीरे धीरे गरम होब, तापरे जाइके बनिब। एठी देखंतु 5ରୁ 10 मिनिट हो जाइछि। एबे आउ थरे मु एमती ऊपर तळ करिकिना मिक्स करिनेबी। एठी मिक्स कर नेछि। एबे को पुण थरे कवर करदेवी आ छाड़ी देवी सेई लो फ्लेम रे
15 ରୁ 20 ମିନିଟ୍ ପର୍ଯ୍ୟନ୍ତ। लो फ्लेम रे फुटिबार एबे 15 ରୁ 20 मिनिट हो जाइए। देखु परिया गुड़ाक सब सीझीगला देखा जाउची। एबे इथिरे देदेवी नाड़ी बड़ी। बेसर नाड़ी बड़ीर स्वादटा बहुत बढ़िया लगी था। जदि नहीं ताले आपण नॉर्मल बड़ी व्यवहार करें। ए नाड़ी बड़ीटी मु घरे तैयारी करिछि। आपण मानकु जदि यार रेसिपी दरकार ताले मते कमेंट माध्यम रे जणैबे। मु यार रेसिपी आपण मानक सहित निश्चिंत शेयर करिवि। एबे नाड़ी बड़ी दे साला परे ऊपर टिके देसी घीर छुंक प्रस्तुत करके दबा। तो घी ये मु 2 चामच को भल भाव गरम कर देइछि। गरम घी रे एबे इथरे दे देबी 1 चामच सोरिष। चूल्हा रे बसैबेनी, बस गरम घी रे ही पकेबे ताको। तापरे इथरे 1 चामच दे देबी जीरा। आ जीरा सोरिष से गरम घी रे जेतकी भी चटकीबो ता ऊपर मु एबे दे देबी। ऊपर दे सारा पर यार बास्नाटा न जावा पाई मु टिके कभर कर देबी 1 मिनिट पर्यंत। 1 मिनिट पर देखंतु पूरा रेडी हो जाइए। एबे एबे खाली ऊपर तल करिकिना सब तक को भल भाव मिक्स करिनेबी। नाड़ी गुड़ा भी बहुत बढ़िया मिक्स हो जिवो। एबे गैस रो फ्लेम को ऑफ कर देबी। आ मिक्स कर सारा पर जेतिक आपण पानी देखुचंती बड़ी जो पड़ी से सुकरी निए पानी, तो आउरी सुखिला सुखिला हो जिवो। एबे छाड़ी देबी एको टिके ठंडा हवा पाई। एबे ठंडा हो जाइए। ऊपर टिके कोरा नड़िया दे देइछि। आ ता सहित तुलसी पत्र दे ठाकुरंग पाखरे अर्पण कर देइछि। आपण मानकु ताहले केमिति लागिला निहाती आपण माने भी घरे थरुटिए बनांतु। ए रथ यात्रा रे बनांतु ना, बहुत बढ़िया लागिबा। और ठाकुरंग पाखरे भोग लगांतु, अरुआ अन्न सहित खांतु। भल लागिबो खाइबा पई किना। आ केमिति लागिला कमेंट माध्यम रे मते जणैबे। भल लागिथिले लाइक टे कर देबे। फ्रेंड फैमिली मेंबर को सहित शेयर कर देबे। नुआ आस्तिबे जो माने चैनल को सब्सक्राइब करिया को भूलिबेनी। पुणी आसीबे को नुआ रेसिपी सहित। भले रहंतु, खुश रे रहंतु। धन्यवाद। जय जगन्नाथ।